ଆଜି ଆମେ ଶ୍ରୀମଦ୍ ଭାଗବତର କିଛି ପୃଷ୍ଠାକୁ ନେଇ ଆଲୋଚନା କରିବା। ଏଥିରେ ଏମିତି ଏକ କାହାଣୀ ଅଛି ଯାହା ଜନ୍ମ ପୂର୍ବରୁ ଆରମ୍ଭ ହୁଏ ଆଉ ମୃତ୍ୟୁ ପରେ ବି ଚାଲିଥାଏ। ହଁ, ଆମେ ଆଜି ଯେଉଁ ଉତ୍ସଗୁଡ଼ିକୁ ଦେଖୁଛୁ ତାହା ମୂଳତଃ ଉତ୍ତରାଙ୍କ ଗର୍ଭରେ ଥିବା ଗୋଟିଏ ଶିଶୁର କାହାଣୀ। ଆଉ ଆମର ଉଦ୍ଦେଶ୍ୟ କେବଳ କାହାଣୀଟିକୁ କହିବା ନୁହେଁ, ବରଂ ଏହା ଭିତରକୁ ଯାଇ ବୁଝିବା ଯେ ଯେତେବେଳେ ଜଣଙ୍କର ଭାଗ୍ୟ ଆଗରୁ ଲେଖା ସରିଥାଏ ତା ଜୀବନର ପ୍ରକୃତ ଅର୍ଥ କ'ଣ ହୁଏ। ଏକଦମ। ଆଉ ଜାଣିଛନ୍ତି, ଏ ସବୁର ଆରମ୍ଭ ଗୋଟିଏ ବହୁତ ସରଳ ପ୍ରଶ୍ନରୁ ହୁଏ। କେମିତି? ଶୌନକ ଋଷି ସେ ଶୂତ ଗୋସ୍ୱାମୀଙ୍କୁ ପଚାରୁଛନ୍ତି, ଦ୍ରୋଣପୁତ୍ର ଅଶ୍ୱତ୍ଥାମା ଯେତେବେଳେ ବ୍ରହ୍ମାସ୍ତ୍ର ପ୍ରୟୋଗ କଲେ, ସେତେବେଳେ ଉତ୍ତରାଙ୍କ ଗର୍ଭରେ ଥିବା ପାଣ୍ଡବ ବଂଶର ଏକମାତ୍ର ବଂଶଧର କେମିତି ବଞ୍ଚିଗଲେ? ଆଉ ସେହି ଶିଶୁ ଜନ୍ମ ହୋଇ କି ମହାନ କାର୍ଯ୍ୟ କଲେ? ବାସ୍, ଏହି ଗୋଟିଏ ପ୍ରଶ୍ନ ହିଁ ଆମ ଆଲୋଚନାର ପ୍ରବେଶ ଦ୍ୱାର। ତେବେ ଚାଲନ୍ତୁ ସେଇଠୁ ଆରମ୍ଭ କରିବା। ମହାଭାରତ ଯୁଦ୍ଧ ତ ସରିଥିଲା, କିନ୍ତୁ ପ୍ରତିଶୋଧର ନିଆଁ ଲିଭି ନଥିଲା। ଆଉ ସେଇ ନିଆଁର ସବୁଠୁ ଭୟଙ୍କର ରୂପ ଥିଲା ଅଶ୍ୱତ୍ଥାମାଙ୍କର ବ୍ରହ୍ମାସ୍ତ୍ର। ହଁ, କିନ୍ତୁ ଆଗକୁ ଯିବା ଆଗରୁ ଗୋଟେ କଥା ସ୍ପଷ୍ଟ କରିଦେବା ଦରକାର, ବ୍ରହ୍ମାସ୍ତ୍ର କିଛି ସାଧାରଣ ଅସ୍ତ୍ର ନଥିଲା, ଠିକ୍ ତ? ନା, ବିଲକୁଲ ନୁହେଁ। ଏହାକୁ ଆପଣ ସେହି ଯୁଗରେ ଏକ ପରମାଣୁ ବୋମା ଭଳି ଭାବିପାରିବେ। ଯାହାକୁ ରୋକିବା ଅସମ୍ଭବ। ଏକଦମ ଠିକ୍। ଆଉ ଏହାକୁ ଗୋଟେ ଅଜନ୍ମା ଶିଶୁ ଉପରେ ପ୍ରୟୋଗ କରିବା, ଏଟା ଦର୍ଶାଉଥିଲା ଯେ ଯୁଦ୍ଧର ନୈତିକତା କେଉଁ ସ୍ତରକୁ ଖସିଯାଇଥିଲା। ଏହା କେବଳ ଆକ୍ରମଣ ନଥିଲା, ଏହାର ଧର୍ମ ଉପରେ ଗୋଟେ ବଡ଼ ଆଘାତ ଥିଲା। ଉତ୍ସରେ ବର୍ଣ୍ଣନା ଅଛି ଯେ ସେହି ଅସ୍ତ୍ରର ତେଜରେ ଦିଗପାଳମାନେ ବି ଥରି ଉଠିଲେ। ଆଉ ଉତ୍ତରା, ସେ ଯେତେବେଳେ ଦେଖିଲେ ଗୋଟେ ଝଳନ୍ତ ଅଗ୍ନିପିଣ୍ଡ ତାଙ୍କ ଗର୍ଭାଡ଼କୁ ଆସୁଛି, ସେ ଭୟରେ ତ୍ରାହିମାମ୍ ଦେବଦେବ କହି ଭଗବାନ କୃଷ୍ଣଙ୍କୁ ଡାକିଲେ। ଆଉ ସେ ଡାକ ଶୁଣାଗଲା। ତତ୍କ୍ଷଣାତ୍ ଭଗବାନ କୃଷ୍ଣ, ସେ ତ ସେଇଠି ଥିଲେ, ସେ ନିଜ ଯୋଗମାୟା ବଳରେ ଗୋଟେ ଅଦ୍ଭୁତ କାମ କଲେ। କ'ଣ କଲେ? ସେ ଗୋଟିଏ ଅଙ୍ଗୁଠି ଆକାରର ଅଙ୍ଗୁଷ୍ଠି ପ୍ରମାଣେ ସୂକ୍ଷ୍ମ ଶରୀର ଧାରଣ କଲେ। ଆଉ ସେହି ରୂପ ବହୁତ ଦିବ୍ୟ ଥିଲା। 4 ହାତରେ ଶଙ୍ଖ, ଚକ୍ର, ଗଦା, ପଦ୍ମ, ମୁଣ୍ଡରେ କିରୀଟ, ବାଃ! କାନରେ କୁଣ୍ଡଳ ଆଉ ବିଜୁଳି ପରି ପୀତ ବସ୍ତ୍ର। ସେହି ସୂକ୍ଷ୍ମ ରୂପରେ ସେ ଉତ୍ତରାଙ୍କ ଗର୍ଭରେ ପ୍ରବେଶ କଲେ। ମୁଁ ଏହି ଦୃଶ୍ୟଟା କଳ୍ପନା କରି ଅଟକି ଯାଉଛି। ଗୋଟେ ଗର୍ଭ ଭିତରେ ଜଣେ ଦିବ୍ୟ ସତ୍ତା ହାତରେ ଗଦା ଧରି ଗୋଟେ ଦିବ୍ୟାସ୍ତ୍ର ସହ ଲଢ଼ୁଛନ୍ତି। ଆଉ ସେଇ ଗର୍ଭରେ ଥିବା ଶିଶୁଟି ହେଉଛି ଏସବୁର ଏକମାତ୍ର ସାକ୍ଷୀ। ହଁ, ଆଉ ଏଇଟା ହିଁ ସେ ଶିଶୁର ଭାଗ୍ୟକୁ ଅସାଧାରଣ କରିଦେଲା। ଜଣେ ଲୋକ ନିଜ ଜୀବନରେ ପରେ ଏହି ସ୍ମୃତିକୁ କେମିତି ବା ବୁଝିବ? ଏହା ତ କଳ୍ପନାର ବାହାରେ। ଏକଦମ। ଭଗବାନ କୃଷ୍ଣ ନିଜ ଗଦାକୁ ଏତେ ବେଗରେ ଘୁରାଇଲେ ଯେ ବ୍ରହ୍ମାସ୍ତ୍ରର ସବୁ ତେଜକୁ ସେ ଶୋଷି ନେଲେ। ଠିକ୍ ଯେମିତି ସୂର୍ଯ୍ୟ କୁହୁଡ଼ିକୁ ମିଳେଇ ଦିଅନ୍ତି, ଗର୍ଭକୁ ସୁରକ୍ଷିତ କରି ସେଇ ଶିଶୁର ଆଖି ସାମ୍ନାରେ ହିଁ ସେ ଅନ୍ତର୍ଦ୍ଧାନ ହୋଇଗଲେ। ସେହି ଶିଶୁ ପାଇଁ ଈଶ୍ୱର କୌଣସି ଧାରଣା ନଥିଲା। ସେ ଥିଲେ ତା ଜୀବନର ପ୍ରଥମ ସ୍ମୃତି। ଆଉ ତାପରେ 10 ମାସ ପରେ ଯେତେବେଳେ ସବୁ ଗ୍ରହ ନକ୍ଷତ୍ର ଅନୁକୂଳ ଥିଲେ, ସେତେବେଳେ ସେହି ବାଳକର ଜନ୍ମ ହେଲା, ପାଣ୍ଡବ ବଂଶର ଏକମାତ୍ର ଉତ୍ତରାଧିକାରୀ। ହଁ, ଯୁଧିଷ୍ଠିର ତ ତାଙ୍କୁ ଦେଖି ପୁରା ଖୁସି ହୋଇଗଲେ। ତାଙ୍କ ମୁଣ୍ଡରୁ ଗୋଟେ ବଡ଼ ଭାର ଓଢ଼ିଗଲା ଯେ ବଂଶର ଦୀପ ଲିଭିଯିବନି। ଆଉ ତାଙ୍କର ନାମକରଣ ପଛରେ ବି ସେହି ଗର୍ଭର ଘଟଣାଟି ହିଁ ଥିଲା। ଆଚ୍ଛା। କୁହାଯାଏ, ଜନ୍ମ ହେଲା ପରେ ସେ ଶିଶୁ ଯେତେବେଳେ ଆଖି ଖୋଲିଲା, ସେ ଚାରିଆଡ଼େ ଲୋକଙ୍କୁ ଦେଖିଲା, କିନ୍ତୁ ତା ଆଖି କାହାକୁ ଜଣଙ୍କୁ ଖୋଜୁଥିଲା। ସେହି ଦିବ୍ୟ ପୁରୁଷଙ୍କୁ। ହଁ, ତେଣୁ ସେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଦେଖି ମନେ ମନେ ପରୀକ୍ଷା କରୁଥିଲା। କ'ଣ ଏ ସେହି ବ୍ୟକ୍ତି? ନା, ଏ ନୁହେଁ। କ'ଣ ସେ ସେହି ବ୍ୟକ୍ତି? ତେବେ ତାଙ୍କ ନାଁ ହିଁ ତାଙ୍କ ଜୀବନର ସବୁଠୁ ବଡ଼ ଘଟଣା ସହିତ ଯୋଡ଼ି ହୋଇଗଲା। ଏହାର ମାନେ କ'ଣ? ଏହା ଯେ ସେ ସାରା ଜୀବନ ସେହି ଗୋଟିଏ ଦିବ୍ୟ ଅନୁଭୂତିକୁ ହିଁ ଖୋଜି ଚାଲିଥିଲେ। ହଁ, ଏହା ଏକ ବଡ଼ ଦାର୍ଶନିକ କଥା। ତାଙ୍କ ପରିଚୟ ଜନ୍ମ ହେବା ପୂର୍ବରୁ ହିଁ ଗଢ଼ି ସାରିଥିଲା। ଏକଦମ। ସାଧାରଣ ମଣିଷ ନିଜ ପରିଚୟ ଖୋଜେ, କିନ୍ତୁ ପରୀକ୍ଷିତଙ୍କ ପରିଚୟ ତାଙ୍କୁ ଖୋଜୁଥିଲା। ତାଙ୍କ ଜୀବନ ଈଶ୍ୱରଙ୍କୁ ଖୋଜିବା ନଥିଲା, ବରଂ ଈଶ୍ୱରଙ୍କୁ ଦେଖି ସାରିଥିବା ସ୍ମୃତିକୁ ବୁଝିବା ଥିଲା। ବୁଝିଲି। ସେଥିପାଇଁ ବ୍ରାହ୍ମଣମାନେ ତାଙ୍କ ନାମ ରଖିଲେ ପରୀକ୍ଷିତ। ଆଉ ଯେହେତୁ ସ୍ୱୟଂ ବିଷ୍ଣୁ ତାଙ୍କୁ ରକ୍ଷା କରିଥିଲେ, ତାଙ୍କର ଆଉ ଗୋଟେ ନାଁ ହେଲା ବିଷ୍ଣୁରାଥ। ବିଷ୍ଣୁରାଥ ଅର୍ଥାତ୍ ଯାହାକୁ ବିଷ୍ଣୁ ପ୍ରଦାନ କରିଛନ୍ତି। ବାଃ, ଏହା ତ ଅବିଶ୍ୱାସନୀୟ। ହଁ। ଏହାପରେ ବ୍ରାହ୍ମଣମାନେ ତାଙ୍କ ଜାତକ ବିଚାର କରି ଭବିଷ୍ୟବାଣୀ କଲେ।
ଆଉ ଏହି ଭବିଷ୍ୟବାଣୀଗୁଡ଼ିକ ମାନେ କେବଳ ସାଧାରଣ କଥା ନଥିଲା, ଏହା ଥିଲା ଜଣେ ଆଦର୍ଶ ରାଜାର ସମ୍ପୂର୍ଣ୍ଣ ବ୍ଲୁପ୍ରିଣ୍ଟ। ହଁ, ତ ସେମାନେ ଇତିହାସର ବଡ଼ ବଡ଼ ମହାନ ବ୍ୟକ୍ତିଙ୍କ ସହିତ ତାଙ୍କର ତୁଳନା କରିବା ଆରମ୍ଭ କଲେ। ଆଚ୍ଛା। ସେମାନେ କହିଲେ ପ୍ରଜାପାଳନ କରିବାରେ ଏ ମନୁଙ୍କ ପୁତ୍ର ରାଜା ଇକ୍ଷ୍ୱାକୁଙ୍କ ପରି ହେବେ। ଇକ୍ଷ୍ୱାକୁ ମାନେ ସ୍ୱୟଂ ପ୍ରଭୁ ଶ୍ରୀରାମଙ୍କ ପୂର୍ବପୁରୁଷ? ଏହା ତ ବହୁତ ଉଚ୍ଚସ୍ତରର ତୁଳନା। ବହୁତ ଉଚ୍ଚ। ଆଉ ସେମାନେ ସେତିକିରେ ଅଟକିଲେନି। କହିଲେ ଯଶ ଏବଂ କୀର୍ତ୍ତିରେ ସେ ରଘୁବଂଶର ଶ୍ରୀରାମଙ୍କ ପରି? ଏକଦମ। ଆଉ ଦାନ କରିବାରେ ରାଜା ଶିବିଙ୍କ ପରି। ରାଜା ଶିବି, ଯେ ଗୋଟିଏ ପାରାକୁ ବଞ୍ଚାଇବା ପାଇଁ ନିଜ ଦେହରୁ ମାଂସ କାଟି ଦେଇଥିଲେ। ବାପରେ। ହଁ, ତେଣୁ ଗୋଟିଏ ପରେ ଗୋଟିଏ ମହାନ ଗୁଣକୁ ନେଇ ଜଣେ ସମ୍ପୂର୍ଣ୍ଣ ରାଜାର ଚିତ୍ର ଆଙ୍କୁଥିଲେ। ସେମାନେ ଆହୁରି କହିଲେ ଧନୁର୍ବିଦ୍ୟାରେ ସେ ନିଜ ପିତାମହ ଅର୍ଜୁନଙ୍କ ସମକକ୍ଷ ହେବେ, ବିକ୍ରମରେ ସିଂହ ପରି, ଆଶ୍ରୟ ଦେବାରେ ହିମାଳୟ ପରି ଅଟଳ। ଆଉ ଧୈର୍ଯ୍ୟରେ ପୃଥିବୀ ପରି। ହଁ, ଏପରିକି ସହନଶୀଳତାରେ ନିଜ ପିତାମାତାଙ୍କ ପରି ହେବେ। କିନ୍ତୁ ସବୁଠୁ ଗୁରୁତ୍ୱପୂର୍ଣ୍ଣ ତୁଳନାଟି ଶେଷରେ ଆସିଲା। ତାହା କ'ଣ ଥିଲା? ଭକ୍ତିରେ ସେ ପ୍ରହ୍ଲାଦଙ୍କ ସମତୁଲ୍ୟ ହେବେ। ପ୍ରହ୍ଲାଦ? ହଁ, ଅର୍ଥାତ୍ ତାଙ୍କ ଭିତର କେବଳ ଜଣେ ଆଦର୍ଶ ରାଜା ବା ଯୋଦ୍ଧା ନୁହେଁ, ବରଂ ଜଣେ ପରମ ଭକ୍ତର ସବୁ ଗୁଣ ବି ରହିବ। ଏହା ଥିଲା ତାଙ୍କ ଭାଗ୍ୟର ସୁନେଲି ଦିଗ। ଗୋଟିଏ ମିନିଟ୍, ଏସବୁ ଶୁଣିବାକୁ ଟିକେ ଅବିଶ୍ୱାସନୀୟ ଲାଗୁଛି। ଜଣେ ସମ୍ପୂର୍ଣ୍ଣରେ ସିଦ୍ଧ ରାଜା, ଯାହାଙ୍କୁ ଭଗବାନ ନିଜେ ରକ୍ଷା କରିଛନ୍ତି। କିନ୍ତୁ ଏହି ପୌରାଣିକ କାହାଣୀମାନଙ୍କରେ ଭାଗ୍ୟ କେବେ ଏତେ ସରଳ ହୁଏନି, ନୁହେଁ କି? ହଁ, ଠିକ୍ କହିଲେ। ଏଥିରେ କିଛି ଗୋଟେ ମୋଡ଼ ନିଶ୍ଚୟ ଥିବ। ମୋଡ଼ ଥିଲା, ଆଉ ସେଟା ବହୁତ ବଡ଼ ମୋଡ଼ ଥିଲା। ସେହି ବ୍ରାହ୍ମଣମାନେ ଯେଉଁମାନେ ତାଙ୍କ ମହାନତାର ଭବିଷ୍ୟବାଣୀ କରୁଥିଲେ, ସେମାନେ ତାଙ୍କ ଜୀବନର ଅନ୍ତ ବିଷୟରେ ବି କହିଥିଲେ। ଆଚ୍ଛା। ହଁ, ସେମାନେ କହିଲେ ଯେ ସେ ପୃଥିବୀରେ ଧର୍ମ ସ୍ଥାପନ ପାଇଁ କଳିଯୁଗକୁ ନିୟନ୍ତ୍ରଣ କରିବେ। ଏଥିରେ ସନ୍ଦେହ ନାହିଁ। କିନ୍ତୁ ଅଳ୍ପ ବୟସରେ ଜଣେ ବ୍ରାହ୍ମଣଙ୍କର ଅଭିଶାପ କାରଣରୁ ତକ୍ଷକ ନାଗ ଦଂଶନରେ ତାଙ୍କର ମୃତ୍ୟୁ ହେବ। କ'ଣ? ଯାହାକୁ ସ୍ୱୟଂ ଭଗବାନ ଗର୍ଭରେ ବ୍ରହ୍ମାସ୍ତ୍ରରୁ ରକ୍ଷା କଲେ, ତାଙ୍କର ମୃତ୍ୟୁ ଗୋଟିଏ ସାପ କାମୁଡ଼ାରେ ହେବ? ଏହା କେମିତି ସମ୍ଭବ? ଏହା ଭିତରେ ତାଳମେଳ କୋଉଠି? ଏଇଠି ହିଁ କାହାଣୀର ଗଭୀରତା ଲୁଚି ରହିଛି। ଭବିଷ୍ୟବାଣୀ ଅନୁସାରେ ତାଙ୍କ ମୃତ୍ୟୁ ଏକ ଦୁର୍ଘଟଣା ନୁହେଁ, ବରଂ ତାଙ୍କ ମୁକ୍ତିର ମାଧ୍ୟମ ହେବ। ମୁକ୍ତିର ମାଧ୍ୟମ? ହଁ, ବ୍ରାହ୍ମଣମାନେ କହିଲେ ଯେ ଅଭିଶାପ ପାଇବା ପରେ ସେ ରାଜପାଟ, ସଂସାରର ସବୁ ମୋହ ତ୍ୟାଗ କରିଦେବେ। ସେ ଗଙ୍ଗାନଦୀ କୂଳକୁ ଯାଇ ମହର୍ଷି ଶୁକଦେବଙ୍କ ମୁଖରୁ ଭଗବାନଙ୍କର ଲୀଳା ଅର୍ଥାତ୍ ଶ୍ରୀମଦ୍ ଭାଗବତ କଥା ଶୁଣିବେ। ଆଉ ସେହି କଥା ଶୁଣୁ ଶୁଣୁ ହିଁ ଶାନ୍ତିରେ ଦେହତ୍ୟାଗ କରି ଭଗବାନଙ୍କ ପାଦରେ ଲୀନ ହୋଇଯିବେ। ତେଣୁ ଯେଉଁ ଅଭିଶାପ ତାଙ୍କ ମୃତ୍ୟୁର କାରଣ ହେବ, ସେହି ଅଭିଶାପ ହିଁ ତାଙ୍କୁ ପରମ ଗତି ଦେବ। ବୁଝିଲେ। ତାମାନେ ତାଙ୍କ ଜନ୍ମ, ଜୀବନ, କର୍ମ ଏବଂ ମୃତ୍ୟୁ ସବୁକିଛି ଗୋଟେ ବଡ଼ ଯୋଜନାର ଅଂଶ ଥିଲା। କିଛି ବି ଅପ୍ରାସଙ୍ଗିକ ନଥିଲା। ଏକଦମ। ତେବେ ପରୀକ୍ଷିତଙ୍କ କାହାଣୀ ଭବିଷ୍ୟତ ପାଇଁ ଏକ ମଞ୍ଚ ତ ପ୍ରସ୍ତୁତ କରୁଛି, କିନ୍ତୁ ଚାଲନ୍ତୁ ବର୍ତ୍ତମାନକୁ ଫେରିବା, ହସ୍ତିନାପୁରକୁ। ସେଠାରେ ପୁରୁଣା ପିଢ଼ି ଏବେ ବି ଅତୀତର ବୋଝକୁ ନେଇ ଚାଲୁଥିଲେ। ଯୁଧିଷ୍ଠିର ରାଜା ତ ହୋଇଗଲେ, କିନ୍ତୁ ମନରେ ଶାନ୍ତି ନଥିଲା। କାରଣ ଯୁଦ୍ଧରେ ସେ ନିଜର 100 ଭାଇ, ଗୁରୁ, ପିତାମହ ସମସ୍ତଙ୍କୁ ହରାଇଥିଲେ। ଏହି ଜାତି ହତ୍ୟାର ପାପବୋଧ ତାଙ୍କୁ ଭିତରେ ଭିତରେ ଜାଳୁଥିଲା। ଏଥିରୁ ମୁକ୍ତି ପାଇଁ ସେ ଶ୍ରୀକୃଷ୍ଣଙ୍କ ପରାମର୍ଶରେ 3ଟି ଅଶ୍ୱମେଧ ଯଜ୍ଞ କଲେ। ଯଜ୍ଞ ପରେ ଶ୍ରୀକୃଷ୍ଣ କିଛିଦିନ ହସ୍ତିନାପୁରରେ ରହି ପାଣ୍ଡବମାନଙ୍କଠାରୁ ବିଦାୟ ନେଇ ଦ୍ୱାରକା ଫେରିଗଲେ। ଆଉ ଠିକ୍ ଏହି ସମୟରେ ହସ୍ତିନାପୁରରେ ଜଣେ ଏମିତି ବ୍ୟକ୍ତି ଫେରିଲେ, ଯାହାଙ୍କୁ ସମସ୍ତେ ବହୁତ ଦିନର ଅପେକ୍ଷା କରିଥିଲେ। ବିଦୁର। ହଁ, ବିଦୁର। ସେ କେବଳ ପାଣ୍ଡବମାନଙ୍କର କକା ନଥିଲେ, ସେ ଥିଲେ କୁରୁବଂଶର ବିବେକ। ସେହି ଜଣେ ଲୋକ ଯେ ସବୁବେଳେ ସତ କହୁଥିଲେ। ଆଉ ଯୁଦ୍ଧକୁ ରୋକିବା ପାଇଁ ଶେଷ ପର୍ଯ୍ୟନ୍ତ ଚେଷ୍ଟା କରିଥିଲେ। ହଁ, ଆଉ ବିଫଳ ହେବାରୁ ସେ ଯୁଦ୍ଧ ଆରମ୍ଭ ହେବା ଆଗରୁ ହିଁ ତୀର୍ଥଯାତ୍ରାରେ ଚାଲିଯାଇଥିଲେ। ତାଙ୍କର ଫେରିବା ଗୋଟେ ସାଙ୍କେତିକ ଘଟଣା ଥିଲା। ନିଶ୍ଚିତ ଭାବରେ। ଏହା ଥିଲା ଏକ ଏମିତି ରାଜ୍ୟକୁ ଜ୍ଞାନ ଆଉ ନୀତିର ପ୍ରତ୍ୟାବର୍ତ୍ତନ, ଯିଏ ନିଜର ଆତ୍ମା ହରାଇ ବସିଥିଲା। ଉତ୍ସ କହୁଛି ଯେ ବିଦୁର ତୀର୍ଥଯାତ୍ରା ସମୟରେ ମୈତ୍ରେୟ ଋଷିଙ୍କ ଆଶ୍ରମରେ ପହଞ୍ଚିଲେ ଆଉ ସେଠାରେ ତାଙ୍କଠାରୁ ଆତ୍ମଜ୍ଞାନ ଲାଭ କଲେ। ଆଚ୍ଛା। ସେହି ଜ୍ଞାନ ପାଇବା ପରେ ହିଁ ସେ ଶେଷରେ ହସ୍ତିନାପୁର ଫେରିଲେ। ଆଉ ତାଙ୍କୁ ଦେଖି ପରିବାର ପ୍ରତିକ୍ରିୟା କେମିତି ଥିଲା? ଯୁଧିଷ୍ଠିର, ଭୀମ, ଅର୍ଜୁନ
ନକୁଲ, ସହଦେବ, କୁନ୍ତୀ, ଦ୍ରୌପଦୀ ସମସ୍ତେ ତାଙ୍କୁ ଦେଖି ଏତେ ଖୁସି ହୋଇଗଲେ ଯେ ଲାଗିଲା ସତେ ଯେମିତି ଶରୀର ନିଜର ହଜିଯାଇଥିବା ପ୍ରାଣକୁ ଫେରି ପାଇଛି। ବାଃ, ଏହାଠୁ ସୁନ୍ଦର ଉପମା ଆଉ କ'ଣ ହୋଇପାରେ? ହଁ, ଯୁଧିଷ୍ଠିର ତାଙ୍କୁ ବହୁତ ସମ୍ମାନର ସହ ଆସନରେ ବସାଇଲେ, ତାଙ୍କର ସେବା କଲେ ଆଉ ତାଙ୍କ ତୀର୍ଥଯାତ୍ରାର ଅନୁଭୂତି ବିଷୟରେ ପଚାରିଲେ। ଏବଂ ସେହି କଥାବାର୍ତ୍ତାର ଶେଷରେ ଯୁଧିଷ୍ଠିର ଏକ ପ୍ରଶ୍ନ ପଚାରିଲେ, ଯାହା ଆଗାମୀ ଏକ ବଡ଼ ଝଡ଼ର ସଂକେତ ଦେଉଥିଲା। ହଁ, ସବୁ କଥା ପରେ ଯୁଧିଷ୍ଠିର ଅତି ସହଜ ଭାବରେ ପଚାରିଲେ, ଆପଣ ତ ସବୁ ତୀର୍ଥ ବୁଲିଛନ୍ତି, ଦ୍ୱାରକା ମଧ୍ୟ ଯାଇଥିବେ। ଆମର ପ୍ରିୟ ବନ୍ଧୁ ଭଗବାନ କୃଷ୍ଣ ଆଉ ଅନ୍ୟ ଯଦୁବଂଶୀମାନେ ସେଠାରେ କୁଶଳରେ ଅଛନ୍ତି ତ? ଏହି ପ୍ରଶ୍ନଟି ଶୁଣିବାକୁ ଯେତିକି ସାଧାରଣ ଲାଗୁଛି, ସେତିକି ସାଧାରଣ ନଥିଲା, କାରଣ ଏହାର ଉତ୍ତର ହିଁ ଭାଗବତର ପରବର୍ତ୍ତୀ ଅଧ୍ୟାୟ ପାଇଁ ମଞ୍ଚ ପ୍ରସ୍ତୁତ କରୁଥିଲା। ଆଉ ସେ ଉତ୍ତରଟି ସରଳ ନଥିଲା। ତେବେ ଆଜିର ଆଲୋଚନାକୁ ଯଦି ଦେଖିବା, ଆମେ ଗୋଟେ ପିଢ଼ିର ଶେଷ ଏବଂ ଆଉ ଏକ ନୂଆ ପିଢ଼ିର ଆରମ୍ଭକୁ ଦେଖିଲେ। ଗୋଟେ ପଟେ ଅତୀତର ପାପବୋଧରେ ଜଳୁଥିବା ଯୁଧିଷ୍ଠିର, ଆଉ ଅନ୍ୟପଟେ ଭବିଷ୍ୟତର ରାଜା ପରୀକ୍ଷିତ, ଯାହାଙ୍କର ଜନ୍ମ ହିଁ ଏକ ଚମତ୍କାର ଥିଲା। ହଁ, ଏବଂ ଏହି ପରୀକ୍ଷିତଙ୍କର କାହାଣୀ ହିଁ ଆମକୁ ଏକ ଗଭୀର ଦାର୍ଶନିକ ପ୍ରଶ୍ନ ପାଖରେ ଛାଡ଼ି ଦେଉଛି, ଯାହାକୁ ସ୍ୱୟଂ ଭଗବାନ ରକ୍ଷା କଲେ, ଯାହାର ଭଲ ଏବଂ ମନ୍ଦ ଦୁଇଟିଯାକ ଭବିଷ୍ୟତ ଆଗରୁ ଜଣାଥିଲା, ତାଙ୍କ ଜୀବନକୁ କେଉଁ ଦୃଷ୍ଟିରେ ଦେଖାଯିବା ଉଚିତ। ଏହା କ'ଣ ଭାଗ୍ୟର ଏକ ଖେଳ, ନା ଏହାଠୁ ବଡ଼ କିଛି? ଏହା ହିଁ ପ୍ରକୃତିରେ ଚିନ୍ତା କରିବାର ବିଷୟ। ଜଣେ ବ୍ୟକ୍ତି ପାଇଁ ଯାହାର ସମ୍ପୂର୍ଣ୍ଣ ଜୀବନର ସ୍କ୍ରିପ୍ଟ ଏକ ଚମତ୍କାରିକ ଜନ୍ମଠାରୁ ଆରମ୍ଭ କରି ଏକ ପୂର୍ବ ନିର୍ଦ୍ଧାରିତ ମୃତ୍ୟୁ ପର୍ଯ୍ୟନ୍ତ ତାକୁ ଆଗରୁ ଧରି ଦିଆଯାଇଛି। ଜୀଇବାର ଅର୍ଥ କ'ଣ? କେବଳ ଏକ ଭୂମିକା ନିଭାଇବା? ବାଃ, ନା, ନିଜର ଅନ୍ତିମ ପରିଣତିକୁ ଜାଣିବା ହିଁ ପ୍ରତିଟି ମୁହୂର୍ତ୍ତକୁ ଏକ ଗଭୀର ଅପରିବର୍ତ୍ତନୀୟ ଅର୍ଥ ଦେଇଥାଏ। ଏହା ହିଁ ଆଜି ଆମ ଶ୍ରୋତାଙ୍କ ପାଇଁ ଏକ ଚିନ୍ତନର ବିଷୟ ହୋଇ ରହିଲା।